ସେମାନେ ଆମ ସମସ୍ତଙ୍କୁ ମାରି ଧୂଳି ସାତ କରି ପଳେଇ ଗଲେ। ହଁ ପଳେଇ ଗଲେ ଧୂଳି ସାତ କରିଦେଲେ ମାରିକି। ଯାଆନ୍ତୁ ଆଜ୍ଞା ସମସ୍ତେ ଯାଆନ୍ତୁ, ହଁ ତୁ ବି ଯା। ମୁଁ ଏକା ରହିବି ରେ ଧନେଶ୍ୱର। ମନ ମିଠା ପାଟି ମିଠା ଦେହ ମିଠା, ଦେହଠୁ ମନ ପର୍ଯ୍ୟନ୍ତ ଖାଲି ପିମ୍ପୁଡ଼ି ଲାଗିଯିବେ ରେ। ରାଣ ବାବୁ ହଇ ମୁଁ ଯିବିନି, ମୁଁ ଏଇଠି ରହି ଆପଣଙ୍କ ସେବା କରିବି। ମୋ ଝିଅ ଡାକିଲେ ମୁଁ ଯିବି। ଝୁଅ ଡାକିବ? ନା ନା ଡାକିବାକୁ ଆସିବ। କାହିଁକି ରେ? ମୁଁ କହିବିନି। ହଉ ତୁ ନ କହ। ଏବେ ରାମଚନ୍ଦ୍ର ଆସିବେ, ସବୁ ଗୋଟି ଗୋଟି କରି ମୋର ସାମ୍ନାରେ ବଖାଣିବେ। ରାମଚନ୍ଦ୍ର ରାମଚନ୍ଦ୍ର ଆଦେଶ କରନ୍ତୁ ଗାଣ ମହାପୁର। ରାମଚନ୍ଦ୍ର ଧନେଶ୍ୱର କେମ୍ ପାଇଁ ଗ୍ରାମକୁ ଯିବାକୁ ମଙ୍ଗୁନାହାନ୍ତି କି ରେ? ଆଜ୍ଞା ତାଙ୍କ ଘରକୁ ମଙ୍ଗଳ ଗ୍ରହରୁ ଏକ ବିଚିତ୍ର ଜୀବ ଆସିକି ପହଞ୍ଚିଛି। ତୁ କେମିତି ଜାଣିଲୁ ବେ? କହିଯା 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 ରେ, ତୁମର କଥା ତୁ କହିଦେ ରେ। ଆଜ୍ଞା ଆଜ୍ଞା ତାଙ୍କ ଘରେ ତାଙ୍କ ଝିଅ ସହ ସେ ମଙ୍ଗଳ ଗ୍ରହ ବିଚିତ୍ର ଜୀବର ଏକ ଅଦ୍ଭୁତ ଅପୂର୍ବ ମହାମିଳନ ଚାଲିଛି। ନା ନା ବନ୍ଧୁତ୍ୱ ଯେମିତି ଫିଲ୍ମ ରହୁଛି। ଏବେ ସେ ସବୁ ସରିଛି। ରାମଚନ୍ଦ୍ର ମହାପୁରୁ ପ୍ରସଙ୍ଗକୁ ଆମେ ଏଇଠି ସମାପ୍ତ ଘୋଷଣା କରିବା। ହଁ ମହାପୁରୁ। ଗାଣ ବାବୁ ହଇ ଏତେ ଶୀଘ୍ର ସରିବନି। ମୋ ଝିଅ କହୁଛି 7 ଦିନ 7 ରାତି ଚାଲିବ। ଆସ ଆସ ଆସ। ଏଇ ମୋ ଝିଅ ଡାକିଲାଣି। ମାଲୋ ତୁ ସେଇଠି ଥା, ଇଆଡ଼କୁ ଆନା, କାମୁଡ଼ା କୁକୁର ଅଛି, ଧୂଳି ପକେଇବ ତା। ଗାଣ ବାବୁ ମୋ ଝିଅ ଡାକିଲାଣି, ମୁଁ ଯାଉଛି ପଛରେ ଆସି ଆପଣଙ୍କୁ ଦେଖା କରିବି। ମା ସେଇଠି ଥା, ମୁଁ ଆଉଛି। କୁକୁର, ମୋ ଘରେ ବି କୁକୁର ଅଛି ବା। ରାମଚନ୍ଦ୍ର ମହାପୁରୁ ଧନେଶ୍ୱର ଆମ୍ଭଙ୍କୁ କୁକୁର ଆଖ୍ୟା ଦେଇ ପ୍ରସ୍ଥାନ କଲେ ରେ। ନାଇଁ ଆଜ୍ଞା। ହଁ ରେ ରାମଚନ୍ଦ୍ର, ମୁଁ ଗୋଟେ କୁକୁର। ଝୁଅ ପିଲାମାନଙ୍କୁ ଦେଖିଲେ କାମୁଡ଼ିବାକୁ ଗୋଡ଼ାଏ, କେବଳ କାମୁଡ଼ିବାକୁ ଗୋଡ଼ାଏନି ରେ ରାମଚନ୍ଦ୍ର। ଝୁଅ ପିଲାମାନଙ୍କୁ ମୁଁ ଘାୟଲ କରେ ବୋଲ ଆନନ୍ଦ ଏକେବାରେ। ହରି ହରି ବୋଲ। ରହିଯା। ଆଜ୍ଞା ମୁଁ ବି ଟିକେ ଟିକେ କାମୁଡ଼ିବା ଶିଖିଲି। ବେଶୀ କାମୁଡ଼ିବା ଭଲ ନୁହଁ ରେ ରାମଚନ୍ଦ୍ର। ସବୁ କୁକୁର କାମୁଡ଼ନ୍ତିନି ରେ, ସ୍ନେହରେ ଶରଧାରେ ଘଷି ନେସି ହୁଅନ୍ତି, କୋଳରେ ପଶନ୍ତି, କୁଁ କୁଁ ହୁଅନ୍ତି। ଆଚ୍ଛା ରାମଚନ୍ଦ୍ର ମହାପୁରୁ ଆମ୍ଭେ ତୁମକୁ ଯୋଉ ବାବଦରେ ବରାଦ କରିଥିଲେ? ଆଜ୍ଞା ସବୁ ଠିକ ଠିକ କରିଛି। କ୍ୟାସେଟ ଆପଣଙ୍କ ଟେବୁଲ ଉପରେ ଥୁଆ ହେଇଛି। ବ୍ଲୁ ସିଟି ମୋର ଟେବୁଲ ଉପରେ ଥୁଆ ହେଇଛି।